ସୁନା ବୋହୂ ନିଶାନ୍ତ ନୂଆ ବାହା ହୋଇଛି। ସୁରଭିକୁ ନେଇ ପାରୁନଥିଲା ନିଜ ସାଙ୍ଗରେ ନିଜର କର୍ମସ୍ଥଳକୁ। ଘରେ ବୃଦ୍ଧା ମା, ଅବଶ୍ୟ ବଡ଼ ଭାଇ ଭାଉଜ ବୁଝୁଛନ୍ତି ତା କଥା। ତଥାପି ନୂଆ ବୋହୂର ସେବା ପରସା ନ ପାଇଲେ ବୁଢ଼ୀର ମନ ଗୋଳେଇ ଘାଣ୍ଟି ହେବ। ମା ଖୁବ୍ ଶ୍ରଦ୍ଧା କରନ୍ତି ସାନ ବୋହୂକୁ। ସାଇ ପଡ଼ିଶାରେ କହି ବୁଲନ୍ତି ସାନ ବୋହୂ ତ ନୁହେଁ, ସେ ମୋ ସୁନା ବୋହୂ। କଥାବାର୍ତ୍ତା ବ୍ୟବହାରରେ ଭାରି ମାର୍ଜିତ। ସେ କ'ଣ ଏମିତି ସେମିତି ଘରୁ ତା ପୁଅ ପାଇଁ ବୋହୂ ଆଣିଛି କି? ଭାବିଲା, ଆରଥରକୁ ଆସିଲେ ସୁରଭିକୁ ସାଙ୍ଗରେ ନେଇଯିବ। ଆଉ ନେଲା ବି। ସହରରେ ସୁରଭି ଓ ନିଶାନ୍ତ ରହିଲେ। 6 ମାସ 7 ମାସରେ ଥରେ ଗାଁ ଆଡ଼େ ବୁଲି ଆସନ୍ତି। ନିଶାନ୍ତର ଇତିମଧ୍ୟରେ ପରିବାର ବଢ଼ିଛି। 2ଟି ପୁଅ ତାର ପରିବାରକୁ ଚଳଚଞ୍ଚଳ କରିଛନ୍ତି। ନିଶାନ୍ତ ବ୍ୟାଙ୍କ ଲୋନ୍ ଉଠାଇ ସହରରେ ଫ୍ଲାଟଟିଏ ମଧ୍ୟ କିଣିଲା। ପୁଣି ଯେତେବେଳେ ଗାଁକୁ ଯିବାର ସୁଯୋଗ ଆସିଲା, ଫେରିଲା ବେଳେ ସେ ଜିଦ୍ କଲା ମା ବି ତା ସାଙ୍ଗରେ ଯାଉ। ମା ପୁରା ଖୁସ୍। ସହରର ଆବହାୱାରେ ରହି କିଛି ଦିନରେ ସେ ଖାଇ ପିଇ ଉଜ୍ଜଳ ଦିଶିଲେ। ମାଙ୍କର ଖୁସି ଦେଖି ନିଶାନ୍ତର ମନ ବି ଖୁସ୍। 3-4 ମାସ ଅନ୍ତେ ନିଶାନ୍ତ ଦେଖିଲା, ମା ଆଉ ଆଗ ପରି ଖୁସି ନାହାନ୍ତି। ଘରର ଗୋଟିଏ କୋଣରେ ବସି ରହୁଛନ୍ତି। ଆଗର ପ୍ରଫୁଲ୍ଲତା ଆଉ ମନରେ ନାହିଁ। ସୁରଭିକୁ ପଚାରିଲା ଏହାର କାରଣ। ସେ କହିଲା, ମୁଁ ବି ଲକ୍ଷ୍ୟ କରୁଛି ସେ ଉଦାସ ହୋଇ ବସି ରହୁଛନ୍ତି। ଆଗ ପରି କୌଣସିଥିରେ ଆଗ୍ରହ ନାହିଁ। କିଛି ଦିନ ଅପେକ୍ଷା କଲା ନିଶାନ୍ତ। କିନ୍ତୁ କିଛି ଫଳ ନାହିଁ। ଭାବିଲା ବୋଧହୁଏ ଗାଁ କଥା ମନେ ପଡ଼ୁଛି। ଭାଇ ଭାଉଜ ଓ ପିଲାମାନେ ମନେ ପଡ଼ୁଛନ୍ତି। ସେ ମାଙ୍କୁ ନେଇ 2 ଦିନ ବୁଲି ଆସିଲା ଗାଁକୁ। ଫେରିବା ଦିନ ମା କହିଲେ, ତୁ ଏକା ଯା, ଆରଥରକୁ ଦେଖିବା। ହଉ କହି ନିଶାନ୍ତ ଫେରି ଆସିଲା। ନିଶାନ୍ତର ଏକା ଫେରିବା ଦେଖି ସୁରଭି ମନ କଷ୍ଟ କଲା। କହିଲା, ମାଙ୍କୁ କେମିତି ଛାଡ଼ି ଆସିଲ? ସହରର ଆବହାୱାରେ ସେ ଅଭ୍ୟସ୍ତ ହୋଇ ସାରିଲେଣି, ସେଠି କ'ଣ ଚଳିପାରିବେ? ଆର ମାସରେ ଯାଇ ନେଇ ଆସ। ସୁରଭିର ମାଙ୍କ ପ୍ରତି ଶ୍ରଦ୍ଧା ଓ ଭଲ ପାଇବା ଦେଖି ନିଶାନ୍ତ ଖୁସି ହୋଇଗଲା। ଆର ମାସରେ ଯେତେବେଳେ ନିଶାନ୍ତ ଗାଁରେ ପହଞ୍ଚିଲା, ମା କୁନ୍ଥୁ କୁନ୍ଥୁ ହୋଇ ନିଶାନ୍ତ ସାଙ୍ଗରେ ବାହାରିଲେ। 2-4 ଦିନ ଭଲରେ ରହିଲା ପରେ ପୁଣି ସେଇ ଅବସ୍ଥା। ନିଶାନ୍ତ ବୁଝି ପାରୁନଥିଲା ମାଙ୍କର ଏଠି ମନ ଲାଗୁନାହିଁ କାହିଁକି। ଦିନେ କିଛି କାଗଜପତ୍ର ନେବା ପାଇଁ ନିଶାନ୍ତ ଅଫିସ ମଝିରୁ ଚାଲି ଆସିଲା ଘରକୁ। ତା ଆଖି ଏ କ'ଣ ଦେଖୁଛି। ପୋଛାଟିଏ ଧରି ଘୁଷୁରି ଘୁଷୁରି ଘରର ଯାବତୀୟ ଆସବାବପତ୍ର, ଚଟାଣ ଆଦି ସଫା କରିବାରେ ଲାଗିଛନ୍ତି ମା। ମଝିରେ ମଝିରେ ଅଣ୍ଟା ବିନ୍ଧା ଯୋଗୁଁ କିଛି ସମୟ ଖୋଲା ଚଟାଣଟାରେ ଗଡ଼ି ପଡ଼ୁଛନ୍ତି। ଭିତର ଘରୁ ଟିଭି ଶବ୍ଦ। ତା ସହ ମଝିରେ ମଝିରେ ଶୁଭୁଛି ସୁରଭିର କର୍କଶ ସ୍ୱର, ଆଉ କେତେ ସମୟ ଲାଗିବ? ନିଶାନ୍ତର ଚକ୍ଷୁ ଆର୍ଦ୍ର ହୋଇ ଆସିଲା। ଘର ଭିତରେ ପଶି ପ୍ରଥମେ ମାଙ୍କ ହାତରୁ ଛଡ଼ାଇ ନେଲା ପୋଛାକନା। କୋଳେଇ ନେଲା ମାଙ୍କୁ। ତାପରେ ରାଗରେ ଯେମିତି ପାଟି ପଡ଼ି ଡାକିଲା ସୁରଭିକୁ। ସୁରଭି ତଟସ୍ଥ ଅସମୟରେ ନିଶାନ୍ତକୁ ଦେଖି ସେ କେମିତି କ'ଣ କରି ପରିସ୍ଥିତିକୁ ସମ୍ଭାଳିବ ବୁଝି ପାରୁନଥିଲା। ସେ କିଛି ପାନ୍ଦିବା ଆଗରୁ ନିଶାନ୍ତର ହାତ ସୁରଭିର ଗାଲକୁ ସଜୋରେ ସ୍ପର୍ଶ କଲା। 80 ବର୍ଷର ବୁଢ଼ୀ ଘରର ଯାବତୀୟ ପୋଛା କାମ କରିବ ଆଉ ତମେ ଏଠି ଅୟସ କରିବ? ସେଥିପାଇଁ ବୋଧହୁଏ ଗତଥର ପଚାରୁଥିଲ, ମାଙ୍କୁ କାହିଁକି ଆଣିଲି ନାହିଁ ବୋଲି। ମା ଚେଷ୍ଟା କରୁଥିଲେ ନିଶାନ୍ତକୁ ଅଟକାଇବାକୁ। ସୁରଭିର ମୁହଁ ତଳକୁ ହୋଇଯାଇଥିଲା।